5.5 ମାସରେ ଉପର ମୁହାଁ ନାରୀ ନିର୍ଯାତନା ଚିନ୍ତା ବଢ଼ାଉଛି ନାବାଳିକା ଦୁଷ୍କର୍ମ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଆଇନ ଶୃଙ୍ଖଳା ସ୍ଥିତି ଏକ ପ୍ରକାର ଭୁଷୁଡ଼ି ଗଲାଣି। ଗତ 5.5 ମାସରେ ରାଜ୍ୟରେ ନାରୀ ନିର୍ଯାତନା ଉପର ମୁହାଁ ହୋଇଛି। ପ୍ରତିଦିନ ମହିଳା ଶିଶୁଙ୍କ ପ୍ରତି ଦୁଷ୍କର୍ମ, ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ରାଜ୍ୟର ଛବିକୁ ମଳିନ କରୁଥିବା ବେଳେ ସରକାର ଅସହାୟ ପରି ଆଚରଣ କରୁଛନ୍ତି। ଗତ 10 ଜୁନ୍ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ 509ଟି ଦୁଷ୍କର୍ମ, 41ଟି ଗଣ ଦୁଷ୍କର୍ମ, 769ଟି ନାବାଳିକା ଦୁଷ୍କର୍ମ, 459 ଜଣଙ୍କୁ ହତ୍ୟା, 161ଟି ମହିଳା ହତ୍ୟା, 9248ଟି ନାରୀ ନିର୍ଯାତନା ଓ ଅସଦାଚରଣ ଶିକାର ହୋଇଛି। ଅନୁରୂପ ଭାବେ 24ଟି ଯୌତୁକ ଜନିତ ହତ୍ୟା ଓ 5398 ଜଣ ବିବାହିତା ମହିଳା ସ୍ୱାମୀ ଓ ଶ୍ୱଶୁର ଘର ପରିବାର ସଦସ୍ୟଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଛନ୍ତି। ଗୃହରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟରୁ ଚାଞ୍ଚଲ୍ୟକର କଥା ପଦାକୁ ଆସୁଛି। ନାରୀ ନିର୍ଯାତନା ରୋକିବାରେ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ 9248 ନାରୀ ନିର୍ଯାତନା ଓ ଅସଦାଚରଣ ଶିକାର ହୋଇଥିବା ବେଳେ ଗତ 5 ମାସ 22 ଦିନ ମଧ୍ୟରେ 509ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ପ୍ରତିଦିନ ରାଜ୍ୟରେ ପ୍ରାୟ 3ଟି ଦୁଷ୍କର୍ମ ଘଟୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ମାସକୁ ପ୍ରାୟ 90 ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଏହି ତଥ୍ୟ ଆସିବା ପରେ ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ ତାହା ଅନୁମେୟ। ସେହିପରି ରାଜ୍ୟର କୋମଳମତି ଶିଶୁକନ୍ୟା ବା ନାବାଳିକାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହରେ ଦେଇଥିବା ତଥ୍ୟରୁ ଏଭଳି କଥା ସାମ୍ନାକୁ ଆସିଛି। ବିଜେପି ସରକାର କାର୍ଯ୍ୟକାଳକୁ ମାତ୍ର 6 ମାସ ପୂରି ନଥିବା ବେଳେ 769ଟି